ସମସ୍ତଙ୍କୁ ନମସ୍କାର। ଇଞ୍ଜିନିୟରିଂ ଡ୍ରଇଂ ଉପରେ ଆମର ଏନପିଟିଲ୍ ଅନଲାଇନ୍ ସାର୍ଟିଫିକେସନ୍ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସ ପାଠ୍ୟକ୍ରମକୁ ସ୍ୱାଗତ। ମୁଁ ଆଇଆଇଟି ଖଡଗପୁରରୁ ରାଜାରାମ। ଆମର ଲେକ୍ଚର ନମ୍ବରକୁ 4କୁ ସ୍ୱାଗତ। ଲେକ୍ଚର 3ରେ ଆମେ ଦେଖିବାକୁ ଚେଷ୍ଟା କରୁ ମୌଳିକ ଡାଇମେନ୍ସନ୍ସ, ଏକ ବୈଷୟିକ ଡ୍ରଇଂର ଏବଂ ଏକ ଡ୍ରଇଂ ସିଟ୍ର ଲେଆଉଟ୍। ଏବଂ ଆମେ ଲେକ୍ଚର 3 ଶେଷ କରିଛୁ ମୌଳିକ ଡାଇମେନ୍ସନ୍ସ ସହିତ ଏବଂ ସେମାନଙ୍କର ଟର୍ମିନୋଲୋଜି। ଏଥିପାଇଁ ଆମେ ଏକ ଉଦାହରଣ ନେଇଛୁ। ଏକ ଡ୍ରଇଂ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ମୌଳିକ ଡାଇମେନ୍ସନ୍ସ। ଡାଇମେନ୍ସନ୍ ରେଖା, ଟର୍ମିନେସନ୍ ସିମ୍ବଲସଗୁଡ଼ିକ ଏରୋସ ଆଧାରରେ ଏବଂ ଏକ୍ସଟେନ୍ସନ ଲାଇନ୍ସ, ରେଡିୟସ୍ ସିମ୍ବଲ ଆର ଟର୍ମରେ ଏବଂ ଏହାର ଡାଇମେନ୍ସନ୍ ଯଦି ଏକ ଡାଏମିଟର ଜଡ଼ିତ ହୁଏ 5 ଦ୍ୱାରା ଡେନୋଟ୍ ହୋଇଛି ଏବଂ ଡାଏମିଟର ହେଉଛି ଏହା ସମସ୍ତ ଏବଂ ଏହାର ସିମ୍ବଲ ଯଦି କୌଣସି ସେଣ୍ଟ୍ରାଲ ଲାଇନ ଅଛି ଡ୍ୟାସ୍ ଲମ୍ବା ଡ୍ୟାସ୍ ସହିତ ଡଟ୍ ଏବଂ ଡ୍ୟାସ୍ ଗୁଡ଼ିକ ଲମ୍ବା ଡ୍ୟାସ୍ ପରେ ଛୋଟ ଡ୍ୟାସ୍, ଏହା ପରେ ଲମ୍ବା ଡ୍ୟାସ୍ ଏବଂ ରେଫରେନ୍ସ ଡାଇମେନ୍ସନ୍ ଆମେ କିପରି ରିପ୍ରେଜେଣ୍ଟ କରିବୁ ସେ ବିଷୟରେ ମଧ୍ୟ ଶିଖିଲୁ। ଆଜିର କ୍ଲାସରେ ଆମେ ଏକ ଟେକ୍ନିକାଲ ଡ୍ରଇଂ ପାଇଁ ବ୍ୟବହୃତ ହେବାକୁ ଥିବା ଡାଇମେନ୍ସନର ବେସିକ ୟୁନିଟ୍ ବିଷୟରେ ଶିଖିବୁ। ଆମେରିକୀୟ ପ୍ରୋଜାକ୍ଟିସରେ ଏହା ଇଞ୍ଚ ଦୃଷ୍ଟିରୁ ହେବ। ଡେସିମାଲ ଇଞ୍ଚ, ଫ୍ରାକ୍ସନାଲ ଇଞ୍ଚ, ଫିଟ ଏବଂ ଫ୍ରାକ୍ସନାଲ ଇଞ୍ଚ ବ୍ୟବହୃତ ହୁଏ। ଭାରତୀୟ ମାନକ ପାଇଁ ଭାରତୀୟ ମାନକ ବ୍ୟୁରୋ ଆମେ ଏସ୍ଆଇ ୟୁନିଟ୍ ବ୍ୟବହାର କରୁ, କିମ୍ବା ସଠିକ୍ ଭାବରେ କହିବାକୁ ଗଲେ ମିଲିମିଟର ଆମେ ବ୍ୟବହାର କରୁ। ଡ୍ରଇଂ ପାଇଁ ଏସ୍.ଆଇ କିମ୍ବା ମେଟ୍ରିକ୍ ୟୁନିଟ୍ ସଠିକ୍ ଭାବରେ କହିବାକୁ ଗଲେ ଆମେ ମିଲିମିଟର ପ୍ରତିନିଧିତ୍ୱ କରୁ। ସାଧାରଣତଃ ଟେକ୍ନିକାଲ ଡ୍ରଇଂ ସର୍ବଦା ଗଠିତ ଏହା ଉଲ୍ଲେଖ କରିବାକୁ ସମସ୍ତ ଆକାରରେ ମିମି ଲାଗେ। ଏହିପରି ପ୍ରକାରର ଟେକ୍ସଟ ଆମେ ସାଧାରଣତଃ ବିନା ଡ୍ର ପାଇଁ ଅନ୍ତର୍ଭୁକ୍ତ କରୁ। ଡ୍ରର ସବୁ ସ୍ଥାନରେ ଏମଏମ ଉଲ୍ଲେଖ କରୁ। ଆମେ କେବଳ ସଂଖ୍ୟାକୁ ପ୍ରତିନିଧିତ୍ୱ କରୁ, ଯେପରି 1.ରୁ 5 କୌଣସି ବେସିକ୍ ୟୁନିଟ୍ ଉଲ୍ଲେଖ ନ କରି। କିନ୍ତୁ ରିପ୍ରେଜେଣ୍ଟ କରିବା ପାଇଁ ଏକ ସାଧାରଣ ପ୍ରାକ୍ଟିସ ଡ୍ରଇଂ ସିଟ୍ରେ ସମସ୍ତ ଆକାର ମିମିରେ ଅଛି। ଯଦି ଆମେ ବ୍ୟବହାର କରୁଛୁ ମେଟ୍ରିକ୍ ସିଷ୍ଟମ, ଯେକୌଣସି ଡାଇମେନ୍ସନ୍ ପାଇଁ ଆମେ 0 ଅଗ୍ରଣୀ ରଖିଥାଉ। ଯଦି ଏହା ଇଞ୍ଚରେ ଅଛି ଆମେ ରଖୁନାହୁଁ। ଉଦାହରଣ ସ୍ୱରୂପ ମୁଁ ଏପରି କିଛି ରିପ୍ରେଜେଣ୍ଟ କରିବାକୁ ଚାହେଁ 0.50 ୟୁନିଟ୍ସ। ଏହି ଅଗ୍ରଣୀ 0 ଆମେ ଏହାକୁ ମେଟ୍ରିକ୍ ସିଷ୍ଟମରେ ଦେଖାଉ। ଯଦି ଏହା ଇଞ୍ଚ ହୁଏ ତେବେ ଏହା କେବଳ 0.50 ହେବ। ଯେତେବେଳେ ଆମେ ଡ୍ରଇଂ ସିଟ୍ ଦେଖୁଛୁ, ଯଦି କିଛି ଯେପରି ବେସିକ ଡାଇମେନ୍ସନ୍ ପ୍ରତିନିଧିତ୍ୱ 0.5, ତାପରେ ଏହା ଉଲ୍ଲେଖ କରାଯିବା ଉଚିତ ଯେ ଏହା ଇଞ୍ଚ ସିଷ୍ଟମରେ ଅଛି। ଯଦି ଏହା 0.50 ହେଉଛି ଏକ ମେଟ୍ରିକ୍ ସିଷ୍ଟମ, ତେଣୁ ଯେପରି ମୁଁ କହିଲି, ୟୁନିଟ୍ ଗୁଡ଼ିକ ପ୍ରତ୍ୟେକ ଡାଇମେନ୍ସନ ସହିତ ଅନ୍ତର୍ଭୁକ୍ତ ନୁହେଁ।
ଡ୍ରଇଂ ଉପରେ ଏକ ନୋଟ୍ ସହିତ ବ୍ୟବହୃତ ୟୁନିଟ୍ ଗୁଡ଼ିକ ନିର୍ଦ୍ଦିଷ୍ଟ କରନ୍ତୁ, ଯେପରି ଅନ୍ୟଥା ସମସ୍ତ ଡାଇମେନ୍ସନ୍ ମିମିରେ ଥାଏ। ପ୍ରତିନିଧିତ୍ୱ କରିବାକୁ ଏହା ଏକ ପ୍ରକାର ଟେମ୍ପ୍ଲେଟ୍ ୟୁନିଟ୍। ଆସନ୍ତୁ ଏକ ଉଦାହରଣ ବ୍ୟବହାର କରି ଡାଇମେନ୍ସନ ଏବଂ ୟୁନିଟ୍ ବୁଝିବା। ଏକ ପ୍ଲେନ୍ ଚିତ୍ର ପାଇଁ ଏଠାରେ ଆମର ଏକ ଷ୍ଟେୟାରକେସ୍ ଅଛି। ଡ୍ରଇଂ ଉଦାହରଣ ପାଇଁ ଏହା ହେଉଛି ଷ୍ଟେୟାରକେସ୍। ଏକା ଭଳି ଡ୍ରଇଂ ଏହି ଡ୍ରଇଂରେ ଦିଆଯାଇଛି। ସେଠାରେ ଡାଇମେନ୍ସନ୍ ଅଛି। କିଛି ଏଠାରୁ ପ୍ରତିନିଧିତ୍ୱ କରେ। ଏଠାଯାଏ ସେହି ଆଭେଲେବଲ୍ ଦୈର୍ଘ୍ୟ ଯାହା ହେଉନା କାହିଁକି ପ୍ରତିନିଧିତ୍ୱ କରୁଛି। ଏକ ଲାଇନ ଦ୍ୱାରା ଏରୋହେଡ୍ସ ଏବଂ ନମ୍ବର 5.25 ମାନର ବେସିକ ଡାଇମେନ୍ସନର ଏଠାରୁ ଏଠା ପର୍ଯ୍ୟନ୍ତ ଯାହା କିଛି ଦୈର୍ଘ୍ୟ ସେଠାରେ ଅଛି, ତାହା 4ଟି ୟୁନିଟ୍ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଛି। ଏଠାରୁ ଏଠାରେ ସେହି ଲାଇନ ହେଉଛି 2.75। ଧ୍ୟାନ ଦିଅନ୍ତୁ ଯେ ଆମେ ଡାଇମେନ୍ସନ ଗୁଡ଼ିକୁ ଦେଖାଉଛୁ ବସ୍ତୁ ବାହାରେ ବାହାରେ, ଏପରି କିଛି ଭିତରେ ନାହିଁ। ଆମେ ଏହାକୁ ଉଲ୍ଲେଖ କରିବା ନାହିଁ। ଏହିପରି କିଛି 5.25 ଏହା ଭୁଲ ଅଭ୍ୟାସ ଅଟେ। ଆପଣଙ୍କୁ ବାହାରେ ବସ୍ତୁ ଏହିପରି କୌଣସି ଡାଇମେନ୍ସନ୍ ଉଲ୍ଲେଖ କରିବାକୁ ପଡ଼ିବ। ସେହିଭଳି ଏଠାରୁ ଏଠାକୁ ମଧ୍ୟ ଆମେ ବାହାରେ ଏବଂ ଏଠାରୁ ଏଠାକୁ ମଧ୍ୟ ବାହାରେ ଦେଖାଉଛୁ। ଆହୁରି ଧ୍ୟାନ ଦିଅନ୍ତୁ ଯେ ଭିତରେ ଉଲ୍ଲେଖ କରାଯାଇଥିବା ସର୍ବନିମ୍ନ ଡାଇମେନ୍ସନ୍ ମୂଲ୍ୟ ଆହୁରି ବୃଦ୍ଧି କରେ ବାହାରେ ଏବଂ ଆହୁରି ମଧ୍ୟ ବାହାରେ। ଆସନ୍ତୁ ଏଠାରେ ମଧ୍ୟ ଦେଖିବା। ସେହିଭଳି ଆସନ୍ତୁ ତାହା ଦେଖିବା। ଆସନ୍ତୁ ତାହା ଦେଖିବା। ତେଣୁ ଭିତର ବିବରଣୀ ଆମେ ମଧ୍ୟ ଏହି ଡାଇମେନ୍ସନ୍ ଦେଖାଇପାରିବା ଏହିପରି ଭାବରେ ମଧ୍ୟ। ଯେପର୍ଯ୍ୟନ୍ତ ସର୍ବନିମ୍ନ 10 ମିମି ଦୈର୍ଘ୍ୟ ଆମେ ଏହାକୁ ମେନଟେନ୍ ରଖିପାରିବା, ଯାହାଦ୍ୱାରା ଏକ ସୁନ୍ଦର ଏରୋହେଡ୍ ସହିତ ଏକ କଣ୍ଟିନ୍ୟୁଅସ୍ ଲାଇନ ଆମେ କରିପାରିବା। ଏହାକୁ ଡ୍ର କରନ୍ତୁ। ଯଦି ସେହି ଗ୍ୟାପ କମ୍ ଅଛି, ତାହେଲେ ଏହାକୁ ଭିତରେ ଦେଖାଇବା ଭଲ ଅଭ୍ୟାସ ନୁହେଁ। ଏହା ପରିବର୍ତ୍ତେ ଆମେ ଏହାକୁ ବାହାରୁ ଦେଖାଇଥାଉ। ଏହା ହେଉଛି ସର୍ବନିମ୍ନ ଡାଇମେନ୍ସନ୍ 0.75। ପରବର୍ତ୍ତୀଟି ଏଠାରୁ ଏଠା ଯାଏଁ ଅଛି। ଏହି ଉଚ୍ଚତା ପ୍ରୋଜେକ୍ସନ୍ ହାଇଟ୍ ଭର୍ଟିକାଲ ଜିନିଷ। ଏହା 1.5। ଏଠାରୁ ଏଠାକୁ ଏହିପରି 2.5। ଏହା ହେଉଛି ବସ୍ତୁ। ଆମେ ଯାହା ଦେଖୁଛୁ ଗୋଟିଏ ଷ୍ଟେପ। ଡାଇମେନ୍ସନ ଉପରେ ଏଗୁଡ଼ିକ ଏରୋହେଡ୍ ସହିତ କଣ୍ଟିନ୍ୟୁଅସ୍ ଲାଇନ ଅଛି। ଟୁ ଡି ଅବଜେକ୍ଟ ପରି ପ୍ଲେନ୍ ଅବଜେକ୍ଟ ପରିବର୍ତ୍ତେ ଯଦି ଏହା ଏକ ସିଲିଣ୍ଡ୍ରିକାଲ ବସ୍ତୁ, ଆସନ୍ତୁ ଏହାକୁ ଦେଖିବା। ଏଠାରେ
आमे देखिपारिबा जे सीट उपरे वस्तु लाइन सह जेपरी देखा जाए परवर्ती लेक्चरसरे आमे ताहा बुझिबु कि एहिपरि प्रकारर जिनिस किपरि प्रस्तुत करिबा एही समग्र वस्तु प्रकृतरे कण प्रतिनिधित्व करे किंतु एही क्लासरे आमे डाइमेंशन विषयरे शिखिबु जदि आमे एठारे अछु तेबे सेही तीनोटी डाइमेंशन दृष्टिकोणକୁ देखिबा मूलतः एक सिलिंडरर स्टेप गुड़िए अछि एवं एही एस पुनर्बार पुनर्बार एहीपरि सिलिंड्रिकाल वस्तु द्वारा अनुसरण हुए एगुड़िक हेउछि पदक्षेप टर्निंग ऑपरेशन करिबा परे जदि आमे लेद मेसिन व्यवहार करूछु एहीपरि प्रकारर मोड़ किंबा स्टेप्स करिबा बहुत सहज तेणु प्रत्येक सहित तीनोटी सिलिंडर संयुक्त अछि किंबा गोटिए मेसिन वस्तु जेउठारे आपण गोटिए रेडियस र टर्निंग ऑपरेशन करिथिले किंबा गोटिए डायमीटर अन्य एक डायमीटर एवं एहा अन्य एक डायमीटर जहा गोटिए जदि आमे एक दृश्य भावरे देखुछु एक 2D भावे जणे एही पार्श्वरु देखुछंती किंबा बोधहुए सेही पार्श्वरु देखुछंती किंबा बोधहुए एही पार्श्वरु देखुछंती टू आमे एही परि 2D वस्तु निर्माण करिबाकू पोर्शनरे रहिबु एही क्षेत्ररे आमे जहा देखिबाकू चेष्टा करूछु ताहा हेउछि एही दृष्टिकोणरू आमे देखिबाकू चेष्टा करूछु तेणु करी एही अंश अटे एवं एही अंश आमे एहाकू देखुछु एवं एही अंश अटे ताहा 90 डिग्री वस्तु द्वारा रोटेट करा जाए जहाकू आमे देखिबाकू चेष्टा करूछु सेही परी एक सिलिंड्रिकाल मध्य एहार कारण आमर अछि एही डैश लंबा डैश तापरे छोट डैश तापरे लंबा डैश छोट डैश एवं एही परी एही प्रकारर लाइन जहाकू आमे सेंट्रल लाइन बोली कही थाउ जेतेबेले आमे एपरी प्रकारर सेंट्रल लाइन देखिबा एहा सूचित करे जे बोधहुए एहा सिलिंडरर एक अंश होई पारे एही सिलिंड्रिकाल वस्तु पाई आमे जहा देखाउछु ताहा हेउछि एक पदक्षेप एथिपाई गोटिए पॉइंटर दैर्घ्य 7-5 अछि तेणु बेस हिसाबरे आमे ए सबु डाइमेंशन्स देखाउछु तेणु एहा 1.75 एहा 3.5 एहा 5 समान भावे आमर 2D वस्तु सहित सबुठारु छोट मीडियम एवं दीर्घतम प्लेन वस्तुगुड़िक किपरि आमे अनुसरण करिछु परिमाप आमे एहाकू सेही उपाୟରେ देखाई थाउ सर्वदा एक निरंतर रेखा एवं एहा परे एही एरोहेड समाप्त हेउछि बेसर एही आधार सहित आमे एही लंबरे माप करूछु एही बेस संबंधरे आमे सेही लेंथरे अछु जहा संबंधरे एक कारण जहा विषୟରେ आमे सर्वदा एरो देखाई थाउ एही डाइमेंशन आमे सूचित करिछु वर्तमान जेहेतु एक सिलिंड्रिकाल वस्तु किछि आकार जडित अछि एही दिगरे मध्य एहा एक सिलिंड्रिकाल वस्तु साधारणतः डायमीटर बहुत गुरुत्वपूर्ण स्टेप टू स्टेप मध्यरे व्यवधान देखाइबा परिवर्ते सेही व्यवधानटी कण आमे देखाउनाहु किंतु आमे जहा देखाउछु ताहा हेउछि डायामीटर सेही पदक्षेप पाई डायमीटर कण आमे देखाइबाकू चाहुथिबा पदक्षेप पाई डायमीटर कण तेणु एही वस्तुर व्यास एही सिलिंड्रिकाल पार्ट जहाकू आमे पूर्वरु देखिछु एही गोटिक एही डायमीटर हेउछि 2टी यूनिट तेणु आमे एठारे जहा सिंबल फाए देखाउछु डायमीटर को प्रतिनिधित्व करे बाह्य वस्तु 3टी यूनिट एवं एक्सट्रीम गान एहा 4टी यूनिट तेणु सर्वनिम्न डाइमेंशन प्रथमे आसे ताकू मीडियम एवं सबुठारु लंबा अनुसरण करे
जदि आमर कोण इनक्लाइन्ड अंश अछि पुनर्बार स्टैंडर्ड टर्मिनोलॉजी व्यवहार करिबाकू एही कोणगुड़िकू सूचित करिबाकू जणकू पड़िबो। उदाहरण स्वरूप आसंतु एही वस्तुकू देखिबा। एहा एक 2D वस्तु किंबा 3D वस्तु जेपरी की सिलिंड्रिकल वस्तु कारण आमर कोनोसी सेंट्रल डैश्ड होइथिबा लाइन नाही। संभवतः एहा निश्चित भावरे एक प्लानर ऑब्जेक्ट हेबो जरूरी। एहा गोटिए एठारे एही रेफरेंस लाइन संबंधरे आमे एहाकू 2.5 जेपरी देखाउछु यूनिट एवं एठारू एठाकू आमे एहा 4 जेपरी देखाइबाकू जाउछु। जणे एहाकू 4 भावरे मध्य देखाई पारिबो किंतु देखाइबार स्टैंडर्ड अभ्यास एही डायमेंशन गुडिक कारण एही 2.5 जेकोनोसी प्रकारे आमकू देखाइबाकू पड़िबो एवं सेही रेफरेंस लाइन संबंधरे आमे एहा 4टी यूनिट परी देखाइबा बहुत सहज हेबो जहा ड्राइंग को सरल करिथाए। तेणु एहाकू सेही पार्श्वरे एही अन्य डायमेंशन सह संयुक्त देखाइबा स्टैंडर्ड प्रैक्टिस सेठारे एहाकू देखाइबारे किछि भूल नाही। तथापि एहा एक स्टैंडर्ड प्रैक्टिस नुहे। वर्तमान आम पाखरे अछि एही दैर्घ्यकू मध्य डिफाइन करिबाकू पड़िबो। तेणु आमे एठारे जहा देखाउछु गोटिए यूनिट गोटिए 0.00 एही गोटिक आमे देखाउछु 2.5 भावरे एही उपाୟରେ मध्य जणे एहाकू देखाई पारिबो किंतु स्टैंडर्ड प्रैक्टिस कारण जेकोनोसी प्रकारे आमे गोटिए डायमेंशन देखाउछु आवश्यक अन्य डायमेंशन समान दिगरे मध्य देखाइबा सर्वदा भल। तेणु एहा हेउछि सठिक उपाୟରେ सठिक उपायकू प्रतिनिधित्व करिबा। वर्तमान कारण हेउछि एक इंक्लाइन्ड कट सेक्शन आमकू कोण आवश्यक होई पारे। तेणु एही कोणगुड़िक देखाइबार 2टी उपाय अछि। जदि आमे कठोर भावरे कार्टेशियन कोऑर्डिनेट अनुसरण करूछु कोनोसी आंगुलार कोऑर्डिनेट न देखाई केवल संख्या व्यवहार करिबा भल। परवर्ती उदाहरण रे देखिबा जेतेबेले आमे सेही कोणगुड़िकू प्रतिनिधित्व करिबाकू जाउछु एही मौलिक आकार 2.5 4.0 एवं एही तान 0.25 एही इंक्लाइन पोर्शन को प्रतिनिधित्व करिबा पई यथेष्ट भल। कारण आमे पूर्वरु एही 2.5 को प्रदर्शन करूछु एही परी भावरे आमे एठारे कोनोसी डायमेंशन आवश्यक करूनाहु। एही परिमाप को प्रतिनिधित्व करिबार एक कंपैक्ट किंबा मिनिमलिस्टिक उपाୟରେ एहाकू अनुसरण करिबाकू पड़िबो। तेणु जहा आवश्यक ताहा समस्त दिग देखाइबाकू पड़िबो। जदि आमे एहाकू देखाइबाकू जाउछु तेबे एगुड़िक हेउछि अतिरिक्त सूचना एही प्रयासकू कम करिबा पई अभ्यासकू बुझाए। तेणु आमे एहाकू मध्य 4.0 देखाई पारिबा जहा हेउ आमे एहाकू सेही पार्श्वरे देखाउछु। तेणु एहा आदौ आवश्यकीय डायमेंशन नुहे। एठारे आमे पूर्वरु 2.5 देखाइछु तेणु एही डायमेंशन सेपरी आदौ आवश्यक नुहे। तेणु एही डायमेंशन को प्रतिनिधित्व करिबार एहा हेउछि मिनिमलिस्टिक उपाय। समान उदाहरण पई जदि मु इंक्लाइन्ड कोण व्यवहार करिबाकू चाहे तेणु समान वस्तु पई 2.5 4 किंतु आमे एहार हाइट किंबा लेंथकू प्रतिनिधित्व करिबाकू चाहुनाहु। एहा परिवर्ते आमे जहा करिबाकू चाहुछु ताहा हेउछि एही इंक्लाइन हॉरिजॉन्टल लाइन संबंधरे एक इंक्लाइन। तेणु आमे एहाकू इंक्लाइन्ड कोण देखाउछु। तेणु आमे एही आंगुलार जिनिस व्यवहार करी आमर 45.00 डिग्री उल्लेख करूछु। तेणु एहा हेउछि 5 डिग्री जेतेबेले आमे ताहा देखाउछु। पूर्वरु आमे जानिछु जे एही डायमेंशन हेउछि 2.5 एवं लाइन 4.4
ମଧ୍ୟରେ କରିବାକୁ ପଡ଼ିବ। ତେଣୁ ଯଦି ଏଠାରେ ଏକ ଭର୍ଟିକାଲ ଲାଇନ ଡ୍ରଇଂ କରେ ଏବଂ 2.5ର ଏକ ୟୁନିଟ୍ ଏହି ଅବଶିଷ୍ଟ ପଏଣ୍ଟଗୁଡ଼ିକ ଯାହା ହେଉନା କାହିଁକି ସେହି ପଏଣ୍ଟଗୁଡ଼ିକ 45 ଡିଗ୍ରୀ ଦ୍ୱାରା ସଂଯୁକ୍ତ ହେବାକୁ ପଡ଼ିବ ଯାହାର ଅର୍ଥ ଥରେ ମୁଁ ଏହି 2.5 ଡାଇମେନ୍ସନ୍ ଚିହ୍ନଟ କରିବା ପରେ ଏଠାରୁ ଏଠାକୁ ଏକ ବିନ୍ଦୁ ଭାବରେ ତାପରେ ମୁଁ 40 ଡିଗ୍ରୀ ଲାଇନ୍ ସହିତ ମୋର ପ୍ରୋଟ୍ରାକ୍ଟର ବ୍ୟବହାର କରି ଆଗକୁ ଯିବି ଏବଂ ଏହାକୁ ବନ୍ଦ କରବି ଯେତେବେଳେ ଏହା ଏହି ଭର୍ଟିକାଲ ଡିରେକ୍ସନ ଇଣ୍ଟରସେକ୍ଟ ହେବାକୁ ଯାଉଛି। ତେଣୁ ତୁମେ ପ୍ରୋଟ୍ରାକ୍ଟର ବ୍ୟବହାର କରି ଏକ 45 ଡିଗ୍ରୀ ଡ୍ର କର ଏକ ପତଳା ଲାଇନ ଭାବରେ ତାପରେ ଏହି ଭର୍ଟିକାଲ ଲାଇନକୁ ପ୍ରୋଜେକ୍ଟ କର। ତେଣୁ ଏହା ଯେଉଁଠାରେ ଇଣ୍ଟରସେକ୍ଟ ହୁଏ ସେହି କୋଣକୁ ଆମେ 45 ଡିଗ୍ରୀ ଭାବରେ ଦେଖାଇବାକୁ ଯାଉଛୁ। ବେଳେବେଳେ ଆମର ଚାମଫର୍ସ ନାମକ ଛୋଟ ଅଂଶ ଥାଏ। ଯଦି ଆମେ କୌଣସି ବସ୍ତୁ ନେଉଛୁ ଏହି ବସ୍ତୁଗୁଡ଼ିକ ହୁଏତ ବହୁତ ସାର୍ପ କୋଣ ନଥାଇପାରେ। ଯଦି ଆମର ଅଛି କିଛି ଉଦାହରଣ ପାଇଁ ମୁଁ ଏକ ଟେବୁଲର ଏଜ ପାଇବାକୁ ଚାହେଁ ଏହି କୋଣଗୁଡ଼ିକ ସେମାନଙ୍କୁ ଏଡ଼ାଇବା ପାଇଁ ସମ୍ଭବତଃ ଭଲ। ତେଣୁ ସେମାନଙ୍କ ଉଦ୍ଦେଶ୍ୟ ପାଇଁ ଆମେ ବ୍ୟବହାର କରୁ କଟ୍ ପ୍ରକାରର ସେକ୍ସନ। ଆମେ ଏହାକୁ ଚାମ୍ଫେରିଂ ବୋଲି କହିଥାଉ। ଆମେ ବେଳେବେଳେ ଗୋଲାକାର କୋଣ ମଧ୍ୟ ଦେଖୁ ତାହା ଚାମଫେରିଂ ନୁହେଁ କିନ୍ତୁ ଆମର ଟେକ୍ନିକାଲ କୋର୍ସ ସମୟରେ ଆମେ ସେ ବିଷୟରେ ଜାଣିବୁ। ତେଣୁ ଯେତେବେଳେ ଆମର ସେହି ପ୍ରକାରର ଛୋଟ କଟ୍ସ ଥାଏ ଆମେ ଏଗୁଡ଼ିକୁ ଚାମଫେରିଂ ବୋଲି କହିଥାଉ। ଉଦାହରଣ ସ୍ୱରୂପ ଯେପରି ଆପଣ ସିଲିଣ୍ଡ୍ରିକାଲ ବସ୍ତୁ ତିଆରି କରିବାକୁ ଚାହାନ୍ତି କିନ୍ତୁ ଆମେ ସିଧାସଳଖ ଏହି ପ୍ରକାରର ପୋର୍ସନରେ ଡେଇଁ ପାରିବୁ ନାହିଁ ଏକ ଉପଯୁକ୍ତ ଭର୍ଟିକାଲ କଟ୍ ପରି ଏବଂ ଜମ୍ପ କର ସେଠାରେ। ଏହା ପରିବର୍ତ୍ତେ ଆମେ ଧୀରେ ଧୀରେ ଆମର ମେସିନ୍ ଟୁଲ୍ ବ୍ୟବହାର କରିବା ଏବଂ ତାପରେ ଆଗକୁ ତାହା ତିଆରି କରିବା। ତେଣୁ ସେହି ପ୍ରକାରର କୋଣକୁ ଆମେ ସବୁବେଳେ ଦେଖୁ ଯାହାକୁ ଆମେ ଚାମ୍ଫେରିଂ ବୋଲି କହିଥାଉ। ଯେହେତୁ ଏହା ଏକ ଚାମ୍ଫର ଆମେ 45 ଡିଗ୍ରୀ ଦେଖାଉଛୁ ଉଦାହରଣ ପାଇଁ ଏବଂ ତାହା ସେହି ଚାମ୍ଫର ଠାରୁ ଆରମ୍ଭ କରି ଏହି ରେଫରେନ୍ସ ବେସ୍ ପର୍ଯ୍ୟନ୍ତ ଏହା ହେଉଛି ରେଫରେନ୍ସ ବେସ। ତେଣୁ ସେହି କୋଣ ଆମେ ଯାହା ଦେଖାଉଛୁ ଯେପରି 45 ଡିଗ୍ରୀ କାରଣ ଏକ ସିଲିଣ୍ଡ୍ରିକାଲ ବସ୍ତୁ ସେହି କାରଣରୁ ଆମର ଡ୍ୟାସ୍ ଅଛି ଡଟ୍ ଲାଇନ ଏବଂ ଏହି ଚାମଫେରିଂ କେବଳ ଏକ ଡିଗ୍ରୀ ନୁହେଁ ଆମକୁ ନେବାକୁ ପଡ଼ିବ କିନ୍ତୁ କେତେ ଦୂର ନେବାକୁ ପଡ଼ିବ ଏହିପରି ଆମେ 0.25କୁ ରିପ୍ରେଜେଣ୍ଟ କରୁଛୁ। ଯେତେବେଳେ ଆପଣଙ୍କ ପାଖରେ ଲଙ୍ଗ ଡାଇମେନ୍ସନ୍ ଉପଲବ୍ଧ ଥାଏ ଆମେ ଏହାକୁ ଯେପରି ଦେଖାଉଛୁ ଏହା ଉପରେ କିନ୍ତୁ ଯେତେବେଳେ ସେଠାରେ ସେହି ସ୍ପେସ୍ ନାହିଁ ତାହା ପରିବର୍ତ୍ତେ କନଜେଷ୍ଟର ଆମେ ଯାହା ବ୍ୟବହାର କରୁ ଏହି ପ୍ରକାରର ଡାଇମେନ୍ସନ୍। ତେଣୁ ଏହି ବିନ୍ଦୁରୁ ସେହି ବିନ୍ଦୁକୁ ଏହି ପ୍ରୋଜେକ୍ଟର ଲେନ୍ଥ ହେଉଛି 0.25। ଯଦି ଏଥିରେ ଆର୍କ ଜଡ଼ିତ ଅଛି ତେବେ ଏଥିରେ ଏହି ଡାଇମେନ୍ସନ୍ ଦେଖାଇବାରେ ଯତ୍ନବାନ ହେବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଆମର ଏକ କର୍ନର ଅଛି। ଉଦାହରଣ ସ୍ୱରୂପ ଆପଣଙ୍କର ଏକ ଫ୍ଲୋର ଯେଉଁଠାରେ ଏଜଗୁଡ଼ିକ ସ୍ଲାଇଡ୍ଲି କୋଣରେ ଅଛି। ସେହି କୋଣ ଏହା ହୋଇପାରେ କାରଣ ଏହି ସାଇଡରେ ମାଟେରିଆଲ ଅଛି। ଏହା ହେଉଛି ରୁମ୍ ଏୟାର ଏବଂ ଏହା ହେଉଛି ରୁମ୍ ମାଟେରିଆଲ। ଏଗୁଡ଼ିକ ହେଉଛି ଧାର। ତେଣୁ ଯେତେବେଳେ ସାମଗ୍ରୀ ହୁଏ ଆମେ ଏହାକୁ ଏହି ପ୍ରକାରର ହାସ୍ ଲାଇନ୍ ଦ୍ୱାରା ଦେଖାଇଥାଉ। ଏହା ସୂଚିତ କରେ ଯେ ମାଟେରିଆଲ ସେଠାରେ ଅଛି ଏବଂ ଏହା ପାର୍ଶ୍ୱ ଉପରେ କୌଣସି ମାଟେରିଆଲ ନାହିଁ।
ଉଦାହରଣ ସ୍ୱରୂପ ଯେତେବେଳେ ଆପଣଙ୍କର ଏକ କଟ୍ ସେକ୍ସନ ଅବଜେକ୍ଟ ଅଛି, ଉଦାହରଣ ସ୍ୱରୂପ ଆସନ୍ତୁ ନେବା ଏକ ରେକ୍ଟାଙ୍ଗୁଲାର ବ୍ଲକ 3D ଗାନ। ଏହା ଏକ ବାକ୍ସ, ଲୁହା ବାକ୍ସ, ସଲିଡ୍ ବ୍ଲକ ହୋଇପାରେ। ତେଣୁ ସବୁ ସ୍ଥାନରେ ମଧ୍ୟରେ ସାମଗ୍ରୀ ଅଛି। ବର୍ତ୍ତମାନ ମୁଁ ଚାହୁଁଛି ଏହାକୁ କାଟି ଦିଅନ୍ତୁ ସେହି ଫ୍ରେମ୍ରେ। ତେଣୁ ଯଦି ମୁଁ ପ୍ରକୃତରେ ଏହାକୁ ଦୁଇଟି ଭାଗରେ କଟ୍ କରେ, ସେମାନଙ୍କୁ ଅଲଗା କରନ୍ତୁ। ଏହା ଗୋଟିଏ ଅଂଶ ଏବଂ ଅନ୍ୟ ଅଂଶ ହେଉଛି ଏହା। ପଛକୁ ଆସନ୍ତୁ ଡାକିବା ବି ପାର୍ଟ। ସାମ୍ନାଟି ହେଉଛି ଏ। ଯଦି ମୁଁ ବି ପାର୍ଟକୁ ଦେଖାଇବାକୁ ଚାହୁଁଛି, ଆମେ ଏହାକୁ ଏହି ପ୍ରକାରର ହାଶେସ୍ ଦ୍ୱାରା ଦେଖାଇଥାଉ, କାରଣ କିଛି ପରି ସେଠାରେ ସାମଗ୍ରୀ ଉପଲବ୍ଧ ଅଛି ଯାହା ଆମେ ହାଶ୍ ଦ୍ୱାରା ଦେଖାଉଛୁ ଏବଂ ସାମଗ୍ରୀ ସେଠାରେ ନାହିଁ, ତେଣୁ ଆମେ କୌଣସି ହାଶ୍ ପ୍ରଦର୍ଶନ କରୁନାହୁଁ। ତଥାପି ଆମର ଅଛି 6ଟି ୟୁନିଟ୍ର ଏକ ରେଡିୟସ୍ ଅଛି ଏବଂ ଏହି ଆର ସିମ୍ବଲ ହେତୁ ଏହାର ରେଡିୟସ୍। ତେଣୁ ଯେତେବେଳେ ଏହି ରେଡିୟସଗୁଡ଼ିକ ସେଠାରେ ଥାଏ, ଆମକୁ ଏହାକୁ ସେହି ଉପାୟରେ ଦେଖାଇବାକୁ ପଡ଼ିବ। ଏହା ବାସିକଲ୍ଲି 6ଟି ୟୁନିଟ୍ ହୋଇପାରେ, ଏହା 10ଟି ୟୁନିଟ୍ ହୋଇପାରେ। ୟୁନିଟ୍ ଯାହା ହେଉନା କାହିଁକି, ଆମେ ଆଗକୁ ଯିବା। ଏଠାରେ ଆମର ଆଉ ଏକ ଉଦାହରଣ ଅଛି। ଏଗେନ୍ ରେଡିୟସ୍ ଆର 9ଟି ନ। ଏଗୁଡ଼ିକ ଛିଦ୍ର ଜଡ଼ିତ ଏବଂ ବୋଧହୁଏ ଏହା ସିଲିଣ୍ଡ୍ରିକାଲ ଆକୃତିକୁ ଯାଇପାରେ। ଆମର ଏହି ଡ୍ୟାଶ୍ ଡଟ୍ ପ୍ରକାରର ଲାଇନ ହେବାର କାରଣ ଅଛି। ଯେତେବେଳେ ଏହି ପ୍ରକାରର କର୍ଭସ ଥାଏ, ଆମେ ଏହାକୁ ରେଡିୟସ୍ ଦ୍ୱାରା ଦେଖାଇଥାଉ। ଏହି ଡାଇମେନ୍ସନ୍ ବିସ୍ତୃତ ଭାବରେ ସବିଶେଷ ଭାବରେ ଦର୍ଶାଇବାକୁ ହେବ। ଉଦାହରଣ ସ୍ୱରୂପ ଏଠାରେ ଆମେ ଏକ ଡ୍ରଇଂ ନେଉଛୁ, ଏକ ଡ୍ରଇଂ ସିଟ୍ ଉଦାହରଣତଃ, କେଉଁଠାରେ ଏକ ବସ୍ତୁ ଉଲ୍ଲେଖ କରାଯାଇଛି। ଟାଇଟଲ ବ୍ଲକ। ବୋଧହୁଏ ଏହି ହାସିଂ କରିବାର କାରଣ ସେଠାରେ ସାମଗ୍ରୀ ଉପସ୍ଥିତ ଅଛି ଏବଂ ଇଣ୍ଟ୍ରିକେଟ୍ ବିବରଣୀ ଆମେ ଦେଖାଇବାକୁ ଚାହୁଁଛୁ। ଉଦାହରଣ ସ୍ୱରୂପ ଆସନ୍ତୁ ଏହାକୁ ଦେଖିବା। ଏହି ଛୋଟ ରେଡ୍‌ଲାନ ସେହି ଏକ ଏକ୍ସଟେନସିଭ ଭାବରେ ଆମେ ଏହାକୁ ସାଇଡରେ ଏହି ଡ୍ରଇଂ ସିଟ୍‌ର ପାର୍ଶ୍ୱରେ ଦେଖାଉଛୁ। ତେଣୁ ଆମେ ଚାହୁଁଛୁ ସେହି ଇଣ୍ଟ୍ରିକେଟ୍ ଡାଇମେନ୍ସନ୍ସଗୁଡ଼ିକ ମଧ୍ୟ ଉଲ୍ଲେଖ କରନ୍ତୁ, ଯାହା ହେଉଛି କାରଣ ଆମେ ଏହାକୁ ଦେଖାଉଛୁ ଏକ ପୃଥକ ଭାବରେ ସ୍ପଷ୍ଟ କଟ୍ ଡାଇମେନ୍ସନିଂ ସହିତ। ଏହାର 0.05 ୟୁନିଟ୍ ଅଛି ଏବଂ ଯାହାକୁ ଆମେ ବିସ୍ତୃତ ଭାବରେ କହିଥାଉ ତାହା ଯେକୌଣସି ଇଣ୍ଟ୍ରିକେଟ୍ ଜିନିଷକୁ ଆକାର ଦେଇଥାଏ ଯାହା ଆମେ ନିର୍ଦ୍ଦିଷ୍ଟ ଭାବରେ ଦେଖାଇବାକୁ ଚାହୁଁ। ତାପରେ ଏହାକୁ ରାଉଣ୍ଡ କରିବା ପରି ଏକ ପୃଥକ ଜିନିଷ ସର୍କଲରେ ଏବଂ ଏହାକୁ ଦେଖାନ୍ତୁ ଏବଂ ଅନ୍ୟ ବେସିକ୍ ଡାଇମେନସନ ଆମେ ଦେଖିପାରିବା ତାହା ହେଉଛି ଏଠାରେ ଏହା। କାରଣ ହେଉଛି ଏକ ସିଲିଣ୍ଡ୍ରିକାଲ ବସ୍ତୁ, ଏହାର ବ୍ୟାସ ଏବଂ ଅନ୍ୟାନ୍ୟ। ଏହି ଡାଇମେନ୍ସନ୍ ଦେଖାଇବା ପାଇଁ ବହୁତ କମ କିଛି ନିୟମ ଅଛି। ଆସନ୍ତୁ ଏକ ସ୍କେମାଟିକ୍ ଦେଖିବା ଯେଉଁଠାରେ ଏଲ୍, ଏସ ଏବଂ ଅନ୍ୟାନ୍ୟ ଡାଇମେନ୍ସନଗୁଡ଼ିକ କିଛି କଣ୍ଟିନ୍ୟୁଅସ୍ ଲାଇନ, କିଛି ଡ୍ୟାଶ୍ ଡଟ୍ ଲାଇନ, କିଛି ଡାଶ୍‌ଡ ଲାଇନ ଦେଖାଯାଏ ଯାହା ଏକ ଛିଦ୍ର ଅଛି। ତେଣୁ ଲେନ୍ଥ, ୱିଡ୍ଥ, ହାଇଟ୍ ଏବଂ ଡାୟାମିଟରକୁ ଡିଫାଇନ୍ କରିବାକୁ ସାଇଜ୍ ଏସ ଡାଇମେନ୍ସନ୍ ବ୍ୟବହୃତ ହୁଏ। ହାଇଟ୍, ଡାୟାମିଟର, ସର୍କଲର ରେଡିୟସ୍ ଏବଂ ଅନ୍ୟାନ୍ୟ। ତେଣୁ ଜିନିଷ। ଉଦାହରଣ ସ୍ୱରୂପ ଆସନ୍ତୁ ଦେଖିବା ଏସ। ପୁନର୍ବାର ଏସ, ଏସ। ତେଣୁ ଏହା ହେଉଛି ମୁଖ୍ୟ ଡାଇମେନ୍ସନ୍ ଯାହା ଜଣେ ବ୍ୟବହାର କରେ। ଯଦି ପୋଜିସନ ଡାଇମେନ୍ସନ୍ ସ୍ଥିତି ପରି କିଛି ଅଛି, ପୋଜିସନ ଡାଇମେନ୍ସନ୍ ଲୋକେଟ୍ ଏଲ। ସେଣ୍ଟର ଅଫ୍ ସର୍କଲ। ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଅଧୀନରେ ଆସନ୍ତୁ ଏହି ପୋଜିସନ ଡାଇମେନ୍ସନ୍ ଆକାରକୁ ଦେଖିବା। ତେଣୁ ଏହି ପୂରା ସେଣ୍ଟର ସେହି ଏଲ ୟୁନିଟରେ ଅଛି। ଏହି ହୋଲ୍ ଏହି ଦିଗରେ ଏଲର ଏକ ସ୍ଥାନରେ ଅଛି। ପୋଜିସନ ଡାଇମେନ୍ସନ୍ ସବୁବେଳେ ଆମେ ସେହି ସର୍କଲ କିମ୍ବା ହୋଲର ଡାଇମିଟର ଫାଇ ଏସ। ଲେନ୍ଥ ହେଉଛି ଏସ।
ଏହି ଦୈର୍ଘ୍ୟ ସମ୍ପୂର୍ଣ୍ଣ ଦୈର୍ଘ୍ୟ ହେଉଛି ଏସ। ଏହି ସମ୍ପୂର୍ଣ୍ଣ ଦୈର୍ଘ୍ୟ ହେଉଛି ଏବଂ ଅନ୍ୟାନ୍ୟ ତେଣୁ ଜିନିଷଗୁଡ଼ିକ କିନ୍ତୁ ଯେତେବେଳେ ମୁଁ ଦେଖାଇବାକୁ ଚାହେଁ ନିର୍ଦ୍ଦିଷ୍ଟ ବେସ୍ ସମ୍ବନ୍ଧରେ ପୋଜିସନ ଡାଇମେନ୍ସନ କିଛି ସେଣ୍ଟର ଅଛି ଯାହାକୁ ଆମେ ଏହାକୁ ସେହି ଉପାୟରେ ଦେଖାଇବୁ। ଏବଂ ଯେପରି ମୁଁ କହିଲି ଯେ ଆମେ ସମାନ ଡାଇମେନ୍ସନ ପୁନରାବୃତ୍ତି କରୁନାହୁଁ ପ୍ରତି ସମୟରେ ଏତେ ମିନିମଲିଷ୍ଟିକ ଉପାୟରେ ଏହି ଡାଇମେନ୍ସନଗୁଡ଼ିକୁ ଜଣେ ଦେଖାଇବାକୁ ପଡ଼ିବ। ଅଳ୍ପ କିଛି ନିୟମ ଏକ ଦୃଶ୍ୟରେ ଫିଚରକୁ ଡାଇମେନ୍ସନ ଦିଅ ଯେଉଁଠାରେ ଏହାର କ୍ୟାରେକ୍ଟରିଷ୍ଟିକ୍ ସେପ୍ ଦେଖାଯାଏ ତେଣୁ ମୁଖ୍ୟ ଫିଚର୍ସଗୁଡ଼ିକ ଏହି ଡାଇମେନ୍ସନ ମାଧ୍ୟମରେ ଜଣାଇବାକୁ ପଡ଼ିବ। ଇଂରାଜୀ ଅଂଶଗୁଡ଼ିକ ହେଉଛି ଡେସିମାଲ ସହିତ ମିମିରେ ଡାଇମେନ୍ସନ ଥ୍ରଜାକ୍ସନ୍ସ ନୁହେଁ। ମେଟ୍ରିକ୍ ପାର୍ଟସ୍ ହେଉଛି ଡେସିମାଲ ସହିତ ମିମିରେ ଡାଇମେନ୍ସନ। ଡାଇମେନ୍ସନ ନମ୍ବରରୁ ୟୁନିଟ୍‌ଗୁଡ଼ିକ ଓମିଟ କରି ଦିଆଯାଇଛି ଯେହେତୁ ସେମାନେ ସାଧାରଣତଃ ମିଲିମିଟରରେ ଥିବା ବୁଝାଯାଏ। ତେଣୁ ଆମେ କହିଲୁ ଯେ ଯେପରି ସମସ୍ତ ଡାଇମେନ୍ସନ ମିଲିମିଟରରେ ଅଛି ସେହି ପ୍ରକାରର ଷ୍ଟାଣ୍ଡାର୍ଡ ପ୍ରୋଟୋକଲରେ ଆମେ 1.0 ମିଲିମିଟର ଲେଖିବା ପରିବର୍ତ୍ତେ ବ୍ୟବହାର କରିବୁ ସର୍ବଦା ଅବଜେକ୍ଟ ମଧ୍ୟରେ ସର୍ବଦା ଅତିକମରେ ଛାଡ଼ ଏବଂ ଡାଇମେନ୍ସନର ପ୍ରଥମ ଧାଡ଼ି। ଆସନ୍ତୁ ଦେଖିବା ଅନ୍ୟ ଏକ ଉଦାହରଣ। ଏଠାରେ ଆମର ଏକ ଅବଜେକ୍ଟ ଅଛି। ଏହା ହେଉଛି ଅବଜେକ୍ଟ ଯେଉଁଠାରେ ପରିମାପ ଉଲ୍ଲେଖ କରାଯାଇଛି। ଆପଣ ବଡ଼ ସର୍କଲ ବ୍ୟତୀତ ଭ୍ୟୁ ବାହାରେ ଡାଇମେନ୍ସନ ରଖନ୍ତି। ତେଣୁ ଏଠାରେ ସମସ୍ତ ଦିଗ ବାହାରେ ଉଲ୍ଲେଖ କରାଯାଇଛି ଅତି କମରେ 10 ମିମି ଭ୍ୟୁରୁ ବଜାୟ ରଖିବାକୁ ପଡ଼ିବ। ଏକ ପ୍ରକାର ଜିନିଷ ଛୋଟ ଆକାର ବାହାରେ ଲମ୍ବା ଡାଇମେନ୍ସନ ରଖନ୍ତୁ। ଛୋଟ ଡାଇମେନ୍ସନ ବାହାରେ ଲମ୍ବା ଆକାର। ତୁମେ ଏହା ମଧ୍ୟରେ ବ୍ୟବହାର କରୁଥିବା ଷ୍ଟାଣ୍ଡାର୍ଡ ପ୍ରାକ୍ଟିସରେ ଡାଇମେନ୍ସଲେସରେ ଡାଇମେନ୍ସନ ଟେକ୍ସଟ ରଖ। କେତେକ କ୍ଷେତ୍ରରେ ମଧ୍ୟ ଡାଇମେନ୍ସନ ଉଲ୍ଲେଖ କରିବାକୁ ଅନୁମତି ଦିଆଯାଇଛି ଲାଇନ ଉପରେ। ତାହା ପ୍ରତିନିଧିତ୍ୱ କରିବାର ଅନ୍ୟ ଏକ ଶୈଳୀ। ଡାଇମେନ୍ସନ ଶେଷରେ ଏରୋହେଡ ବ୍ୟବହାର କରନ୍ତୁ। ପରିମାପ ଏରୋହେଡଗୁଡ଼ିକ ବ୍ୟବହାର କରିବାକୁ ପଡ଼ିବ। ଆସ ଏହି ସେସନକୁ ଶେଷ ଉଦାହରଣ ସହିତ ବନ୍ଦ କରିବା। ଏଠାରେ ମୁଁ ତୁମକୁ ଦୁଇଟି ଭିନ୍ନ ପିକ୍ଚର ଦେଖାଉଛି ଏ ଏବଂ ବି ଯାହା ପ୍ରତିନିଧିତ୍ୱର ସଠିକ୍ ଉପାୟ। ଆସ ପିକ୍ଚର ଏ ଦେଖିବା ଏବଂ ପିକ୍ଚର ବି। ପିକ୍ଚର ବି ହେଉଛି ରିପ୍ରେଜେଣ୍ଟେସନର ଭୁଲ ଉପାୟ ଯେତେବେଳେ ପିକ୍ଚର ଏ ସହିତ ତୁଳନା କରାଯାଏ। କାହିଁକି? ଆସନ୍ତୁ ଆମର ଆଲୋଚନା ହୋଇଥିବା ନିୟମ ମନେ ପକାଇବା। ଯେଉଁ ନିୟମ ଭଙ୍ଗାଯାଉଛି ଜଣେ ଡାଇମେନ୍ସନ ଦେଖାଇବା ଉଚିତ ନୁହେଁ ସେହି ବସ୍ତୁ ଭିତରେ ଏହା ଏକ ଭୁଲ ଜିନିଷ ଏବଂ ସର୍ବନିମ୍ନ 1 ମିଲିମିଟର ବ୍ୟବଧାନ ହେଉଛି। ବସ୍ତୁରୁ 10 ମିଲିମିଟର ବ୍ୟବଧାନ ବ୍ୟବହାର କରିବାକୁ ପଡ଼ିବ। ଏହି କ୍ଷେତ୍ରରେ ଏଗୁଡ଼ିକ ଅନୁସରଣ କରାଯାଏ କାରଣ ବସ୍ତୁ ଏହି ସ୍ତରରେ ଅଛି। ତେଣୁ ଏହି ଡାଇମେନ୍ସନଗୁଡ଼ିକ ସେହି ବସ୍ତୁଠାରୁ ଦୂରରେ କିନ୍ତୁ ଏଠାରେ ଡାଇମେନ୍ସନ ବସ୍ତୁ ମଧ୍ୟରେ ଅଛି। ତେଣୁ ଏହା ଏକ ଭୁଲ ରିପ୍ରେଜେଣ୍ଟେସନ। ତେଣୁ ଆଜିର କ୍ଲାସ୍ରେ ଆମେ ସେମାନଙ୍କୁ ଡାଇମେନ୍ସନ ଦେଖିବାକୁ କିପରି ରିପ୍ରେଜେଣ୍ଟ କରିବେ ଚେଷ୍ଟା କରୁ ଏବଂ ସିଲିଣ୍ଡ୍ରିକାଲ ବସ୍ତୁ ଏବଂ ପ୍ଲାନର ବସ୍ତୁ ପାଇଁ ମଧ୍ୟ ଏହି ଡାଇମେନ୍ସନିଂ ପାଇଁ ଜଡ଼ିତ ଅଳ୍ପ କିଛି ନିୟମ କ'ଣ ଆମେ ଦେଖିବାକୁ ଚେଷ୍ଟା କରିବା। ପରବର୍ତ୍ତୀ କ୍ଲାସ୍ରେ ଆମେ ସହନଶୀଳତା ବିଷୟରେ ଅଧିକ ଶିଖିବୁ ଏବଂ କେଉଁଠାରେ ଏହି ସହନଶୀଳତା ବ୍ୟବହାର କରାଯାଏ ସେମାନେ କାହିଁକି ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଅନେକ ଧନ୍ୟବାଦ।